ଓଡ଼ିଶାର ଲୋକନୃତ୍ୟ ଓ ଲୋକକଳା ମଧ୍ୟରେ ଅନେକ କିଛି ଅଛି, ଯେପରି ଘୋଡ଼ା ନାଚ, ଦାସକାଠିଆ, ପାଲା, ଘୁମୁରା, ଘଣ୍ଟ ପାଟୁଆ ଇତ୍ୟାଦି। ତେବେ ଏହା ଧୀରେ ଧୀରେ ଲୋପ ପାଉଥିବା ବେଳେ ଘୋଡ଼ା ନାଚ ଭଳି ଗୋଟିଏ ବହୁ ପୁରାତନ ଓ ଲୋକନୃତ୍ୟକୁ ଜୀବିତ ରଖିଥିବା ବ୍ୟକ୍ତିବିଶେଷ ତଥା ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କର ପରଲୋକ ଘଟିଛି। ତେବେ ଅସୁସ୍ଥତା କାରଣରୁ ଚୌଦ୍ୱାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ସୂଚନା ରହିଛି। କଳା କ୍ଷେତ୍ରରେ ଅବଦାନ ପାଇଁ 2020ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ଉତ୍ସବ ଚରଣ ଦାସ। ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ତାଙ୍କର ବିଶିଷ୍ଟ ଅବଦାନ। କଟକ ଟାଙ୍ଗୀ ଚୌଦ୍ୱାରସ୍ଥିତ ମଣିଆ ଗାଁରେ 1945 ମସିହା ଏପ୍ରିଲ 14ରେ ଜନ୍ମିତ ଉତ୍ସବ ଅଷ୍ଟମ ଶ୍ରେଣୀରେ ପିଲାବେଳୁ ଘୋଡ଼ାନାଚ ପ୍ରତି ଆକର୍ଷିତ ହୋଇଥିଲେ। 1964ରେ ଦଶମ ପଢ଼ିବା ସମୟରେ ସଙ୍ଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ କରିଥିଲେ। ତେବେ 1965ରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ହୋଇଥିଲେ। ସେ ନିଜ କଳା ପ୍ରଦର୍ଶନ କରି ସାରା ଭାରତରେ ସେ ଘୋଡ଼ା ନାଚକୁ ପହଞ୍ଚାଇଥିଲେ। 1997 ମସିହାରେ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଥିଲେ ଏବଂ ପରେ ସେ ଜାତୀୟ ସ୍ତରରେ ବହୁ ପୁରସ୍କାର ସହ 2015ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଥିଲେ। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।